ମା ଆମେ ଆଲୋଚନା କରିବା ଜ୍ଞାନ 281। ପ୍ରଭୁ ଲେଖୁଛନ୍ତି, ଯଦି ତମର ହୃଦୟ ତୁମ ଭିତରେ ବିକ୍ଷିପ୍ତ ହୋଇ ପଡୁଛି, ଯଦି ଦୀର୍ଘ କାଳ ଧରି ତୁମେ ପ୍ରକୃତରେ ଆଦୌ କୌଣସି ଅଗ୍ରଗତି କରି ନ ପାରିଛ, ଯଦି ତୁମର ବଳ ପ୍ରତିହତ ହୋଇ ପଡୁଛି ଏବଂ ଅଭିଯୋଗ କରୁଛି, ତେବେ ତୁମେ ଆମର ସେହି ପରମ ପ୍ରେମିକ ଏବଂ ପ୍ରଭୁଙ୍କର ଚିରନ୍ତନ ବାଣୀକୁ ଅବଶ୍ୟ ସ୍ମରଣ ରଖିଥାଅ। କଣ ସେ ବାଣୀଟି? ଅହଂ ତ୍ୱଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ଅହଂ ତ୍ୱଂ ସର୍ବ ପାପେଭ୍ୟ, ମାନେ ସର୍ବ ପାପେଭ୍ୟ ମାନେ ଯେତେ ବି ପାପ କରିଥାଉ ନା କାହିଁକି, ସେଉଠୁ ଆମକୁ ମୋକ୍ଷ ଆଡକୁ ନେଇଯିବାର ତାଙ୍କ ପାଖରେ ସମସ୍ତ ସମସ୍ତ ସାମର୍ଥ୍ୟ ରହିଛି। ସିଏ ସେଥିପାଇଁ ଯୋଉଟା ଓଡ଼ିଆରେ ଆମେ କହନ୍ତି, କୃଷ୍ଣ ନାମରେ ପାପ କ୍ଷୟ ହୁଏ ଯେତେ, ପାପୀ ନ କରିପାରେ ପାପ ତେତେ। ଏଇଟା ପ୍ରାୟ ସମୟରେ ମାମୁଁ କୁହନ୍ତି ଯେ ଭଗବାନ କୃଷ୍ଣଙ୍କର ନାମ ସ୍ମରଣ କଲେ ଯେତେ ଗର୍ହିତ ପାପ ହେଇଥିଲେ ମଧ୍ୟ ତାହା ଧୋଇ ହେଇଯାଇପାରେ। ସେ ଏତେ ପାପ କରିପାରିବ ନାହିଁ ଯାହା କୃଷ୍ଣ ନାମରେ ଧୋଇ ହେବ ନାହିଁ। ତେଣୁ ଏଇଠି ପ୍ରଭୁ ଲେଖୁଛନ୍ତି, ମନେ ରଖ, ପରମ ପ୍ରେମିକ ଏବଂ ପ୍ରଭୁଙ୍କର ସେଇ ଚିରନ୍ତନ ବାଣୀ ଯୋଉଟା ଶ୍ରୀକୃଷ୍ଣ କହୁଛନ୍ତି ଗୀତାରେ, ଯେ ତମେ ଯେତେ ପାପ କରିଥାଉ ନା କାହିଁକି, ସବୁ ପାପକୁ ମୁଁ ଧୋଇ ଦେଇକି ତୁମକୁ ମୋକ୍ଷ ଆଡକୁ ନେଇଯାଇପାରିବି। ତେଣୁ ଏଇ ପ୍ରକାର ଆଶ୍ୱାସନା ବାଣୀ ଯେମିତି ପ୍ରଭୁ ଏଠି ଲେଖୁଛନ୍ତି, ସେମିତି ଅନେକ ଜାଗାରେ ପ୍ରଭୁ ନିଜେ କହୁଛନ୍ତି ଯେ ମାଙ୍କର ବିଜୟ ସୁନିଶ୍ଚିତ। ତେଣୁ ବିଜୟ ଯେତେବେଳେ ସୁନିଶ୍ଚିତ, ତା ବୋଲି କଣ ଆମେ ସେମିତି ଯେମିତି ମନ ପ୍ରାଣ ଶରୀର ତାଙ୍କର ନିମ୍ନ ଗତିବିଧି ଦ୍ୱାରା ପରିଚାଳିତ ହଉଛନ୍ତି, ସେତିକିରେ ସନ୍ତୁଷ୍ଟ ହେଇ ରହିଛନ୍ତି, ଆମେ ସେମିତି ରହିଥିବା? ହଁ, ଏଠି ତ କହୁଛନ୍ତି ନା ଯେ ଅନ୍ତିମ ମୁହୂର୍ତ୍ତ ହବା ପୂର୍ବରୁ ମା ନିଶ୍ଚୟ ବଦଳେଇ ଦେବେ, ଆଉ ଶେଷ କାର୍ଯ୍ୟ ଯେତେ ପାପ କର ସିଏ ମୁକ୍ତ କରିଦେବେ। ତେଣୁ ମୁଁ ଯେତେ ପାପ ଇଚ୍ଛା ସେତେ ପାପ କରିଚାଲେ, ତାର ପରିଣାମ ହଉଛି କଣ ନା ବିଳମ୍ବ, ତୁମର ହିଁ ବିଳମ୍ବ। ତେଣୁ ମା କହୁଛନ୍ତି, ଆମ ଭିତରର ଏହି ସତତ ପରମ ଉପସ୍ଥିତି ବିଷୟରେ ସୁନିଶ୍ଚିତ ରହିଥିଲେ ଆମେ ସେହି ସୁନିଶ୍ଚିତ ଅନ୍ତିମ ବିଜୟ ବିଷୟରେ ଆପଣାର ହୃଦବୋଧ କରାଇ ତାହାରି ଦ୍ୱାରା ହିଁ ଆମର ଯାବତୀୟ ଦୁଃଖର ଅପନୋଦନ କରାଇ ପାରିବା। ଆମ ଭିତରେ, ନିଜ ଭିତରେ ସେ ସାମର୍ଥ୍ୟ ରହିଛି। ଆମ ହୃଦୟ ଭିତରେ ଯେତେ ବିକ୍ଷିପ୍ତ ଆସୁଛି, ଯୋଉଟା କି ଯେମିତି ଲାଗୁଛି ମୁଁ କିଛି ଅଗ୍ରଗତି କରିନାହିଁ କିମ୍ବା ମୋର ବଳ ନାହିଁ, ବେଳେ ବେଳେ ବ୍ୟକ୍ତି କହେ ମୋ ଦ୍ୱାରା କଣ ଏଟା ହେଇପାରିବ? ଇଏ ଯଦିଓ ଇଗୋର ଆଉ ଗୋଟିଏ ରୂପ, ଇଗୋର ଆଉ ଗୋଟିଏ ରୂପ, ଯେ ମୋ ଭଳିଆ ହୀନ କାଞ୍ଚନ, ସବୁ କହନ୍ତି ନା, ମୋ ଭଳିଆ ହୀନ ଭଗବାନ କଣ କୃପା କରିବେ? ନିଜକୁ ମାନେ ପାପିଷ୍ଠ ଏ ପ୍ରକାରର ଯେତେବେଳେ ଭାରାକ୍ରାନ୍ତ କରି ପକାଏ, ଚିନ୍ତାରେ ହଉ ବା ଭାବନାରେ ହଉ କିମ୍ବା ଆମ ଭିତରେ ଯୋଉ ଧାରଣା ରହିଛି, ତା ଭିତରେ ଯଦି ବି ଏଇ ବୋଝଟି ଆସି ମତେ ଯେମିତି ନିଷ୍ପେଷିତ କରିଦେଇପାରେ ବା କରିଦଉଛି, ସେ ସମୟରେ ମଧ୍ୟ ମନେ ପକାଅ ପ୍ରଭୁଙ୍କର ବାଣୀ, ତମେ ଏମିତି କିଛି ପାପ କରିପାରିବ ନାହିଁ, ସର୍ବ ପାପେଭ୍ୟ, ଯେତେ ପାପ କରିଥାଉ ନା କାହିଁକି ତାଙ୍କର ସାମର୍ଥ୍ୟ ଅଛି ତ ଆମକୁ ସେଠୁ ମୁକ୍ତ କରିନେଇ ପାରିବେ। କିନ୍ତୁ ଦିଟା କଥା, ଜମାରୁ ନିରାଶ ହବାର ନାହିଁ। ଯୋଉ ମୁହୂର୍ତ୍ତରେ ଆମେ ସଚେତନ ହେଲେ ସେଇ ମୁହୂର୍ତ୍ତରୁ ପ୍ରୟାସ ଜାରି ରଖିବା। ସେଇ ମୁହୂର୍ତ୍ତ ଆମ ପାଖରେ କେତେ ଏକ୍ସାମ୍ପଲ ରହିଛି। ଆମେ ଯୋଉ ସମସ୍ତଙ୍କ ପାଖରେ ଦସ୍ୟୁ ରତ୍ନାକର ଏକ୍ସାମ୍ପଲ ରହିଛି, ଏମିତି ଅନେକ ଅନେକ ବ୍ୟକ୍ତି ଯେତେ କରୁଛନ୍ତି। ଏବଂ ଶଙ୍ଖଚୂଡ଼ ଅସୁର, ସେ ପୁଣି ବିଷ୍ଣୁଙ୍କର ହାତରେ ମୁକ୍ତି ପାଇ କଣ କଣ କିଏ କରିନାହାନ୍ତି, ସବୁ ଅସୁର ଯେତେ ବିରାଟ ଏବଂ ଯେତେ ମହାନ ସାଧୁ ସନ୍ଥ ଅନେକ ବର୍ଷ ଧରି ତପସ୍ୟା କରିଛନ୍ତି, ନିଶ୍ଚୟ ଭଗବାନ ଆସିଛନ୍ତି। ଯେତେବେଳେ ଯାହାର
ନିଷ୍ଠା ପର ତା ପୂର୍ଣ୍ଣ ପରମ ଶିଖରରେ ପହଞ୍ଚିଛି, ସେତେବେଳେ ପ୍ରଭୁ ଆସି ଦର୍ଶନ ଦେଇଛନ୍ତି। ତାଙ୍କ ପାଖରେ ସବୁ ପ୍ରକାରର ସାମର୍ଥ୍ୟ ରହିଛି। ତେଣୁ ନିରାଶ ହତାଶ ହବାର ନାହିଁ, କିମ୍ବା ଏଠି ଆଉ ଗୋଟେ ସତର୍କ ଆମେ ନିଜେ ହବା, କିମ୍ବା ଏଇଟାକୁ ଆଳ କରି ଆମେ ଶିଥିଳ ହେଇଯିବାନି। जो आज करना है तो काल करो, जो काल करना है कौन परसो, जिन तब जब जीना है तो ବର୍ଷो, ଏମିତି ମାନେ ଓଲଟା କରି କହନ୍ତି। ହଁ ବର୍ଷ ବର୍ଷ ଧରି ବଞ୍ଚିବି, କାହିଁକି କଣ ଦରକାର, ଯେମିତି ଏଇ ଜନ୍ମଟା ଟିକେ ଖୁସି କରିନି, ଏମିତି ନିଜକୁ ଶିଥିଳ କରନ୍ତୁ ନାହିଁ, କିମ୍ବା ହତାଶ ନିରାଶ ଭିତରେ ପଡି ମାନେ ହାରିଯିବାର ଯୋଉ ଗୋଟେ ସ୍ପନ୍ଦନକୁ ଆବାହନ କର ନାହିଁ। ଆମେ ସବୁ ସଂକଳ୍ପ କରିବା, ପ୍ରାର୍ଥନା କରିବା, ଆସ୍ପୃହା କରିବା, ଏବଂ ଆମେ ମନେ ରଖିବା ଯେ ପରମ ହଉଛନ୍ତି ଭାବଗ୍ରାହୀ। ସେ ଭାବକୁ ଗ୍ରହଣ କରନ୍ତି ବୋଲି ସେ ଭାବଗ୍ରାହୀ। ତେଣୁ ଆମ ଭିତରେ ଏଇ ଭାବ ରହୁ ଯେ ମା ମୋ ସହିତ ଅଛନ୍ତି ଏବଂ ସବୁବେଳେ ମୋ ଉପରେ ତାଙ୍କର କୃପା ବର୍ଷୀ, କୃପା ବରଷା ବା କୃପା ବର୍ଷା ଢାଳି ଚାଲିଛନ୍ତି। ଏବଂ ତାହା ଆକ୍ଚୁଆଲି ସତ୍ୟ, ସବୁବେଳେ ତାଙ୍କର କୃପା ମୋ ଉପରେ ବର୍ଷୁଛି। ମୋର ଆଧାର ସେ ପ୍ରସ୍ତୁତ କରନ୍ତୁ, ଏହି ଆଶା ରଖିବା ଆଉ ସଂକଳ୍ପରୁ କେବେ ବିଚ୍ୟୁତ ହବା ନାହିଁ। ମା, ମା, ଥ୍ୟାଙ୍କ ୟୁ ଅଲ୍, ବରାबर।